ହାଇଦ୍ରାବାଦ ରେ ଗୋଟେ ଯାଇଥିଲି ବିଚାର ସେମାନେ ବହୁତ କଷ୍ଟ କରି ଗୋଟେ ମଣ୍ଡଳୀ କଣ କଲେ ଗୋଟେ ଗିର୍ଜା ତିଆରି କରିବୁ ବୋଲିଲା ବେଳକୁ ଚାରିଆଡେ ଲୋକମାନେ ଆସିକି ଭାଙ୍ଗି ପକାଇଲେ। ଆଉ କଣ କଲେ ରେସିଡେନ୍ସିଆଲ ଏରିଆରେ ଚର୍ଚ୍ଚ କେମିତି କରିବ ତମେ? ମାନେ ଏଟା କଣ ମଦ ଦୋକାନ କି? ଅସୁବିଧା ଲାଗିଲା। ଆରେ ଯୋଉଠି ପ୍ରଭୁଙ୍କର ଲୋକ ଅଛନ୍ତି ସେ ଚାରିଆଡେ ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ଆଜ୍ଞା 8 ବାର କଣ କାମ ଅଛି? ଆମର କିଛି କାମ ଅଛି କି କହ ତ? ଅଲଗା କିଛି କାମ ଅଛି କି? ନାଇଁ, ଯୀଶୁଙ୍କର ଦରକାର ସମସ୍ତଙ୍କୁ ନଥାଇପାରେ, କିନ୍ତୁ କେତେ ଜଣ ଅଛନ୍ତି ସେମାନଙ୍କୁ ଯୀଶୁ ଆବଶ୍ୟକ। ଆଜ୍ଞା ପ୍ରେଜ୍ ଦ ଲର୍ଡ। ଚର୍ଚ୍ଚ ଭାଙ୍ଗିଲେ ଦେଲା 6 ମାସ ପରେ ସେଇ ଅଞ୍ଚଳରେ ଗୋଟେ ୱାଇନ୍ ସପ୍ ତିଆରି କଲେ। ସେତେବେଳେ ଆଖପାଖି ଲୋକମାନେ ଡିଷ୍ଟର୍ବ କରୁନାହାନ୍ତି। ୱାଇନ୍ ସପ୍ ଡିଷ୍ଟର୍ବ ଲାଗିବ ନାହିଁ, ୱାଇନ୍ ସପ୍ ପାଇଁ ସ୍ଥାନ ଅଛି, ମଦ ଦୋକାନ ପାଇଁ ସ୍ଥାନ ଅଛି, ମଦୁଆ ମାନଙ୍କ ପାଇଁ ସ୍ଥାନ ଅଛି, ଚୋର ମାନଙ୍କର ସପକ୍ଷରେ ବି ଲୋକମାନେ ରହିବେ। କିନ୍ତୁ ଯୀଶୁ ଜନ୍ମ ହେବେ ବୋଲାରୁ ସମସ୍ତେ ମୁହଁରେ ବାଡେଇଲେ ଲୋକମାନେ। କୋଉଠି ଜନ୍ମ ହେଲେ ଯୀଶୁ? ଗୁହାଳ କୁଣ୍ଡ ବୋଲି କହନ୍ତୁ ନାହିଁ, ସେ ଜନ୍ମ ହେଇ ସାରିଲା ପରେ ତାଙ୍କୁ ଗୁହାଳ କୁଣ୍ଡରେ ଶୋଇଲେ ବୋଲି ଖାଉଛି। ତ କୋଉଠି ଜନ୍ମ ହେଲେ? ଆଜ୍ଞା ପଦାରେ ଜନ୍ମ ହେଇଗଲେ। ଆଜ୍ଞା ଆଜି ଯେମିତି ଅନେକ ମା ଭଉଣୀ ମାନଙ୍କୁ ମେଡିକାଲରୁ କି ଘରରୁ ଧକ୍କା ମାରିକି ବାହାର କରିଦେଲାରୁ ପଦାରେ ବେଚାରୀ ଜନ୍ମ ଦେଇ ଦେଉଛନ୍ତି, ସେମିତି ଏକ ଅନାଥ ଶିଶୁ ପରି ଜନ୍ମ ହେଇଗଲେ ଯୀଶୁ। ଏହା ହେଲା ଜଗତ। ଆମର